ଏ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଧୁପୁରଗଡ଼ର ଜଗନ୍ନାଥ ମନ୍ଦିର। ଏହି ମନ୍ଦିରରେ ପୂଜା ପାଇ ଆସୁଛନ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା। ଏହି ପ୍ରାଚୀନ ଓ ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଏହି ଜଗନ୍ନାଥ ମନ୍ଦିରଟି ଏବଂ ଏହି ମନ୍ଦିରଟି ରଜା ରାଜୁଡ଼ା ସମୟରେ ନିର୍ମାଣ କରାଯାଇଛି। ମଧୁପୁରଗଡ଼ର ରାଜା ସୁଦର୍ଶନ ଧୀର ନରେନ୍ଦ୍ର ଏହି ମନ୍ଦିରର ପ୍ରତିଷ୍ଠା କରିଥିଲେ। ସେବେଠାରୁ ଏଠାରେ ପ୍ରଭୁ ପୂଜା ପାଇ ଆସୁଛନ୍ତି। ବିଶେଷ କରି 1912 ମସିହାରେ ପ୍ରଥମ ଥର କରି ଏଠାରେ ନବକଳେବର ଅନୁଷ୍ଠିତ ହୋଇଥିଲା। 2015 ମସିହାରେ ଶେଷ ନବକଳେବର ଅନୁଷ୍ଠିତ ହୋଇଥିଲା। ଏହି ପୁରାତନ ଜଗନ୍ନାଥ ମନ୍ଦିରଟି ମଧୁପୁରଗଡ଼ ରାଜବଂଶୀୟ ଅଧୀନରେ ରହିଆସୁଛି। ରାଜବଂଶ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମିଳିତ ଉଦ୍ୟମରେ ମନ୍ଦିରର ଉନ୍ନତିକରଣ କରାଯାଇଛି। ରୀତିନୀତି ଅନୁସାରେ ଏଠାରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଉଛି। ମନ୍ଦିରରେ ରହିଛି ଅନେକ କିମ୍ବଦନ୍ତୀ। ମଧୁପୁରଗଡ଼ର ରାଜା ସୁଦର୍ଶନ ଧୀର ନରେନ୍ଦ୍ରଙ୍କ ପରେ ପିଢ଼ି ପରେ ପିଢ଼ି ଏହି ମନ୍ଦିରର ପରିଚାଳନା କରି ଆସୁଛନ୍ତି। ରାଜା କୃଷ୍ଣପ୍ରକାଶ ଧୀର ନରେନ୍ଦ୍ରଙ୍କ ଦେହାନ୍ତ ପରେ ତାଙ୍କ ଝିଅ ତଥା ମଧୁପୁରଗଡ଼ର ରାଣୀ ଅପର୍ଣ୍ଣା ଧୀର ଭରଦ୍ୱାଜ ପାରମ୍ପରିକ ରୀତିନୀତି ଅନୁସାରେ ସୁଚାରୁ ରୂପେ ଏହି ମନ୍ଦିରର ପରିଚାଳନା କରି ଆସୁଛନ୍ତି। ପାହାଡ଼ର ପାଦଦେଶରେ ସବୁଜ ବନାନୀ ମଧ୍ୟରେ ଏହି ପ୍ରାଚୀନ ଜଗନ୍ନାଥ ମନ୍ଦିରକୁ ବିଭିନ୍ନ କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ମନ୍ଦିର ପ୍ରତିଷ୍ଠା ପରଠୁ ହିଁ ଏଠାରେ ବିଭିନ୍ନ ପର୍ବପର୍ବାଣି ପାଳିତ ହୋଇ ଆସୁଛି। ବିଶେଷ କରି ଏଠାରେ ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ବେଶ ଧୁମଧାମରେ ଅନୁଷ୍ଠିତ ହୋଇ ଆସୁଛି। ଏହି ରଥଯାତ୍ରାର ରହିଛି ଅନେକ ବିଶେଷତ୍ୱ। ମଧୁପୁରଗଡ଼ର ରାଣୀ ଏହି ରଥଯାତ୍ରାରେ ଛେରା ପହଁରା କରିବା ପରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ରଥ ମାଉସୀ ମା ମନ୍ଦିର ଅଭିମୁଖେ ଯାତ୍ରା କରିଥାଏ। ଏହି ରଥଯାତ୍ରା ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଥାଏ। ଏହି ପ୍ରାଚୀନ ଓ ପୁରାତନ ଜଗନ୍ନାଥ ମନ୍ଦିରଟି ରହିଛି ଅନେକ କିମ୍ବଦନ୍ତୀ ଏବଂ ଏହା ରହିଛି ବହୁ ଇତିହାସର ମୂକ ସାକ୍ଷୀ। ରଜା ରାଜୁଡ଼ାଙ୍କ ଶାସନ ସମୟରେ ବିଶେଷ କରି ରାଜାମାନେ ବହୁ ମନ୍ଦିର ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରୁଥିଲେ। ସେହିଭଳି ଭାବରେ ମଧୁପୁରଗଡ଼ର ରାଜା ମଧ୍ୟ ଏହି ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା କରିଥିଲେ। ସେବେଠାରୁ ଏଠାରେ ପ୍ରଭୁଙ୍କ ରୀତିନୀତିରେ ପୂଜାର୍ଚ୍ଚନା ହୋଇ ଆସୁଛନ୍ତି। ବିଶେଷ କରି ରାଜରାଜୁଡ଼ାଙ୍କ ଶାସନ ଆଉ ନାହିଁ ସତ୍ୟ, ସ୍ୱାଧୀନତାର ବହୁ ବର୍ଷ ପରେ ବି ଆଜି ବି ସେହି ରାଜରାଜୁଡ଼ା ଶାସନରେ ଚାଲିଥିବା ପରମ୍ପରା ଓ ଐତିହ୍ୟ ଆଜି ବି ସମସ୍ତଙ୍କୁ ଉଜ୍ଜୀବିତ କରି ରଖିଛି।